17ଟି ଦଳ ଆମ ସହିତ ଆସିଥିଲେ ଆମେ ଆଉ 3ଟି ଦଳ ଫେରେଇଲୁ ସମୟ ଅଭାବରୁ। ତେଣୁ ଏଇଠି ଜଣାପଡୁଛି ଯେ ଆମର ଯୋଉ ରହିଛି ପରମ୍ପରା ଲୋକକଳା ତା ପ୍ରତି ଆମର ଯୁବପିଢି ମାନେ ପୁଣି ଥରେ ଆକୃଷ୍ଟ ହେବାରେ ଲାଗିଲେଣି। ଅତ୍ୟନ୍ତ ଏଇଟା ଗୋଟେ ଖୁସିର କଥା ଆମ ଜାତି ପାଇଁ। ବିଶେଷ କିଛି କହିବାର ନାହିଁ କାହିଁକିନା ପାଖରପୁର ଦଳ ବିଟୁ ଆମର ରେଡି ହେଇ ବସିଲେଣି। କେବଳ ଗୋଟିଏ କଥା କହିବି ଯେ ଆମେ ବିଭିନ୍ନ ସଂଗଠନ ମାଧ୍ୟମରେ ଆମ ଭାଇମାନଙ୍କୁ ଏକାଠି କରିବା ପାଇଁ ଚାହୁଁଛେ ଏବଂ ବିଭିନ୍ନ ସମୟରେ କହୁଛେ ଯେ ଆମେ ସାମାଜିକ ଅର୍ଥନୈତିକ ରାଜନୈତିକ ବିକାଶ କରିବୁ। ବିକାଶ ହବ କିନ୍ତୁ ପ୍ରଥମେ ଆମକୁ ସଂଗଠିତ ହେବାକୁ ପଡିବ। ଆମେ ଯଦି ଏକ ନ ହେବା ସଂଗଠିତ ନ ହେବା ତାହେଲେ ଆମର ବିକାଶ କେବେ ବି ହେଇପାରିବନି। ଶିକ୍ଷା କ୍ଷେତ୍ର ହଉ ରାଜନୀତି କ୍ଷେତ୍ର ହଉ ବା ଆମର ସାମାଜିକ ସାଂସ୍କୃତିକ ପ୍ରତ୍ୟେକ କ୍ଷେତ୍ରରେ ଆମକୁ ଏକାଠି ହେବାକୁ ପଡିବ। ଯାହା ହଉ ଆଉ ବିଶେଷ କିଛି କହିବି ନାହିଁ। ଆଉ ଗୋଟେ ଖୁସି କଥା ଯେ ଆମେ ଏ ବର୍ଷ ଆମର ଜଗତସିଂହପୁର ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଆମେ ଏଇ ସୁବର୍ଣ୍ଣବରାଇ ଟିମ୍ର ନାଁଟା ରେକମେଣ୍ଡ କରୁଥିଲୁ କଲ୍ୟାଣ ପାଇଁ ଏବଂ ସେମାନେ ଯାଇ ସାଂସ୍କୃତିକ ଶୋଭାଯାତ୍ରାରେ ଯୋଗଦାନ କରିଥିଲେ ଏବଂ ତାଙ୍କୁ ସରକାରଙ୍କ ତରଫରୁ 5,000 ଟଙ୍କାର ପୁରସ୍କାର ମିଳିଥିଲା ଏବଂ ସେଇ ପୁରସ୍କାରରେ ସେମାନେ ଆଜି ଯୋଉ ନୂଆ ଲୁଗା କରିଥିଲେ ମୋତେ ଦେଖି ବହୁତ ଖୁସି ଲାଗିଲା ଯେ ଆମେ କିଛି ତ ଗୋଟେ କରିପାରିଲେ କେବଳ ଆମେ କହିବା ହବନି କିଛି ତ କରିବା ନିଶ୍ଚିତ ଭାବେ। ଏବଂ ତା ସହିତ କଥା ହେଇଛି ଆମର ଜିଲ୍ଲା ସଂସ୍କୃତି ଅଧିକାରୀଙ୍କ ସହିତ ଯେ ଆମର ଯୋଉ CMS ରହିଛି କଲଚରାଲ ଟିମ୍ ମ୍ୟାନେଜମେଣ୍ଟ ସିଷ୍ଟମ ସେଥିରେ ମଧ୍ୟ ଆମର ଲଉଡି ଟିମ୍ କେମିତି ରେଜିଷ୍ଟ୍ରେସନ ହେବେ ସେ କହିଛନ୍ତି ନିଶ୍ଚିତ ଭାବେ ଆମେ ଆଗକୁ କରେଇବୁ। ଆସନ୍ତା ବର୍ଷ ଆମେ ଯୋଉ ଲଉଡି ମହୋତ୍ସବ କରିବୁ ତା ଦେହରେ ସରକାର ମଧ୍ୟ ଆମକୁ ସହଯୋଗ କରିବେ ସେ କଥା ମଧ୍ୟ ଆମକୁ ସେ ପ୍ରତିଶ୍ରୁତି ଦେଇଛନ୍ତି। ଆଉ ବିଶେଷ କହିବି ନାହିଁ ଏତିକି କହି ରଖୁଛି। ଜୟ ମାଧବ ଜୟ ଯାଦବ ଧନ୍ୟବାଦ।